आगରୁ ଆପଣମାନେ ଯେଉଁ ପ୍ରୋସେସ୍‌ରେ ପାଲକ ପନିର ବନାଉଥିବେ ସେହି ପ୍ରୋସେସ୍‌କୁ ଭୁଲିଯିବେ ଯଦି ଥରେ ଏହି ପ୍ରୋସେସ୍‌ରେ ବନେଇବେ। କାହିଁକିନା ଏଇଟା ପୁରା ରେଷ୍ଟୁରାଣ୍ଟ ଭଳିଆ ଟେଷ୍ଟ ଦେବ। ଆଉ ତା ସହିତ ଯେହେତୁ ଆମେ ଘରେ ବନେଇବା ଏଇଟା ହେଲ୍ଦି ମଧ୍ୟ ରହିବ। ଆଉ ଏମିତିକା ମାର୍କେଟରେ ବି ପୁରା ଫ୍ରେଶ୍ ପାଳଙ୍ଗ ମିଳୁଛି। ଆଉ ବଡ଼ଠୁ ସାନ ପାଳଙ୍ଗ ତ ଖାଇବା ନିହାତି ଦରକାର, କାହିଁକିନା ଏଥିରେ ବହୁତ ପ୍ରକାର ଭିଟାମିନ୍ସ ରହିଛି, ଯେମିତିକା ଭିଟାମିନ୍ ଏ, କେ, ତା ସହିତ ମିନେରାଲ୍ସ ରହିଛି, ଆଇରନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଯେଉଁଟାକି ଆମର ଇମ୍ୟୁନିଟିକୁ ଷ୍ଟ୍ରଙ୍ଗ କରିବା ସହିତ ଆମର ବୋନ୍କୁ ହେଲ୍ଦି ରଖିଥାଏ। ଏଠି ଦେଖନ୍ତୁ ମୁଁ କିଛିଟା ପାଳଙ୍ଗକୁ ଭଲ ଭାବେ ବାଛିକି ତାକୁ ଧୋଇକି ନେଇ ଆସିଛି। ଆଉ କଢ଼େଇରେ ମୁଁ ପାଣି ଗରମ ହେବା ପାଇଁ ବସାଇ ଦେଇଥିଲି। କଢ଼େଇରେ ହାଫ୍ ଛୋଟ ଚାମଚ ଚିନି ପକାଇ ନେଇଛି। ଚିନିଟା ପକାଇବା ଦ୍ୱାରା ପାଳଙ୍ଗକୁ ଯେତେବେଳେ ଆମେ ପକାଇବା ବଏଲ୍ କରିବା ସେଇଟାର ଯେମିତି କଲର୍ଟା ନଯିବ, ତା ସହିତ ପାଳଙ୍ଗରେ ଗୋଟେ ହାଲକା ମିଠାସ୍ ଆସିବ। ଆଉ ଏଇଟାକୁ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ହାଇ ଫ୍ଲେମ୍ରେ ଜଷ୍ଟ ବଏଲ୍ କରିନେବା। ତାକୁ ବିଲକୁଲ ବି ଅଧିକ ବଏଲ୍ କରିବେନି, ଜଷ୍ଟ ଗୋଟେ ଫୁଟିବା ଆସିବା ପର୍ଯ୍ୟନ୍ତ ତାକୁ ବଏଲ୍ କରିବା। ତାପରେ ସେଇ ପାଳଙ୍ଗକୁ ଆଣିକି ଥଣ୍ଡା ପାଣିରେ ମୁଁ ରଖି ନେଉଛି। ଆଉ ସେ ପାଣିରେ କିଛିଟା ଆଇସ୍ କ୍ୟୁବ୍ ମଧ୍ୟ ପକାଇ ଦେଇଛି। ଏମିତିକା କରିବା ଦ୍ୱାରା ପାଳଙ୍ଗଟା ଓଭର୍ କୁକ୍ ହେଇନଥାଏ ଆଉ ସେଟାର କଲର୍ ମଧ୍ୟ ବଜାୟ ରହିଥାଏ। ତାପରେ ମସଲା ପ୍ରସ୍ତୁତ କରିନେବା। ମସଲାରେ ଅଳ୍ପ କିଛି ରସୁଣ, ଅଦା କିଛି ମୁଁ ନେଇଛି, କିଛିଟା କାଜୁ ନେଇଛି, ତା ସହିତ 2ଟା ଟମାଟୋକୁ ଭଲ ଭାବେ ଛୋଟ ଛୋଟ ପିସେସ୍ରେ କାଟି ନେଇଛି। ସବୁକୁ ଗ୍ରାଇଣ୍ଡିଙ୍ଗ ଜାର୍ରେ ଦେଇକି ଅଳ୍ପ ଟିକେ ପାଣି ଦେଇକି ତାକୁ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରିକି ନେଇ ଆସିବା। ମସଲାଟା ଏବେ ରେଡ଼ି ହେଇଯାଇଛି। ସେଇଭଳି ଯେଉଁ ପାଳଙ୍ଗ ଶାଗକୁ ମୁଁ ଥଣ୍ଡା ପାଣିରେ ରଖି ନେଇଥିଲି, ପାଳଙ୍ଗ ଶାଗକୁ ସବୁ ଗୋଟେ ଗ୍ରାଇଣ୍ଡିଙ୍ଗ ଜାର୍ରେ ନେଇଛି। କିଛିଟା ଧନିଆ ପତ୍ର ଆଉ 2ଟା କଞ୍ଚା ଲଙ୍କା ଦେଇକି ତାକୁ ଭଲ ଭାବେ ଦେଖନ୍ତୁ ଗ୍ରାଇଣ୍ଡିଙ୍ଗ କରିକି ନେଇ ଆସିଛି। ତାପରେ କଢ଼େଇ ବସାଇ ନେଇଛି, ସେଥିରେ ରିଫାଇନ୍ ତେଲ ପକାଇ ଦେଇଛି। ତେଲ ଭଲ ଭାବେ ଗରମ ହେଲା ପରେ ହାଫ୍ ଛୋଟ ଚାମଚ ଜିରା ପକାଇ ନେଉଛି ଆଉ ଗୋଟେ ତେଜପତ୍ର ପକାଇ ନେଉଛି। ଜିରାକୁ ଭଲ ଭାବେ ଫୁଟିବା ପାଇଁ ଦେବା। ଜିରା ଫୁଟିଗଲା ପରେ ଗୋଟେ ପିଆଜକୁ ଛୋଟ ଛୋଟ ପିସେସ୍ରେ କାଟି ନେଇଥିଲି ତାକୁ ପକାଇ ନେଉଛି। ଆଉ ସେଟା ହାଲକା ଭାଜି ହେଇଗଲା ପରେ ଯେଉଁ ମସଲା ପେଷ୍ଟ ରଖିଥିଲି ତାକୁ ପକାଇ ନେଉଛି। ଆଉ ଗ୍ରାଇଣ୍ଡିଙ୍ଗ ଜାର୍ରେ ଅଳ୍ପ ଟିକେ ପାଣି ଦେଇକି ତାକୁ ଧୋଇକି ପକାଇ ନେଇଛି। ତାପରେ ସ୍ୱାଦ ଅନୁସାରେ ଲୁଣ, ଲଙ୍କାଗୁଣ୍ଡ ହାଫ୍ ଛୋଟ ଚାମଚ, 1.5 ଚାମଚ ଧନିଆ ଗୁଣ୍ଡ ପକାଇ ନେଇଛି। ଧନିଆ ଗୁଣ୍ଡ ପକାଇବା ଦ୍ୱାରା ତରକାରୀ ଟେଷ୍ଟ ବହୁତ ବଢ଼ିଆ ଲାଗିଥାଏ, ନିଶ୍ଚୟ ପକାଇବେ। ଆଉ ବସ୍ 2ରୁ 3 ପିଞ୍ଚ ହଳଦୀ ଗୁଣ୍ଡ ପକାଇ ନେଇଛି। ହଳଦୀ ଗୁଣ୍ଡ ଅଧିକ ପକାଇବେନି, ଅଳ୍ପ ପକାଇବେ। ମସଲାକୁ ଭଲ ଭାବେ ମିକ୍ସ କରି ତାକୁ କଭର୍ କରିକି 4ରୁ 5 ମିନିଟ୍ लो ଫ୍ଲେମ୍ରେ କୁକ୍ କରିବା। ଆଉ ମଝିରେ ମଝିରେ ଏଇଭଳି ଭାବେ ମିକ୍ସ କରୁଥିବେ, କାହିଁକିନା ଯେହେତୁ ଏଥିରେ କାଜୁ ଆମେ ପକାଇଛେ ତ ଏଥିରେ ତଳେ ଲାଗିବାର ଚାନ୍ସ ବହୁତ ଅଧିକ ଥାଏ। ମସଲା ହେବା ଭିତରେ ଏପଟେ ଦେଖନ୍ତୁ ମୁଁ 2 ଛୋଟ ଚାମଚ କସୁରୀ ମେଥିକୁ ଗୋଟେ ତାୱାରେ ତାକୁ ହାଲକା ଭାଜି ନେଉଛି। ତ ଏମିତି ଭାଜିକି ପକାଇଲେ କସୁରୀ ମେଥିଟା ତରକାରୀ ଟେଷ୍ଟ ବହୁତ ବଢ଼ି ଯାଇଥାଏ। ଦେଖନ୍ତୁ ସେଇ ଭଜା କସୁରୀ ମେଥିକୁ ଆଣିକି ମୁଁ ମସଲାରେ ପକାଇ ନେଇଛି, ତା ସହିତ ହାଫ୍ ଛୋଟ ଚାମଚ ଗରମ ମସଲା ପକାଇ ନେଇଛି। ସବୁକୁ ଭଲ ଭାବେ ମିକ୍ସ କରିବା ଆଉ ତାକୁ କଭର୍ କରିକି ଆଉ ଜଷ୍ଟ 2ରୁ 3 ମିନିଟ୍ ପର୍ଯ୍ୟନ୍ତ लो ଫ୍ଲେମ୍ରେ କୁକ୍ କରିବା। ଆଉ ଏପଟେ ଦେଖନ୍ତୁ 1 ଲିଟର କ୍ଷୀରରୁ ଯେତିକି ବି ସରଟା ବାହାରିଥିଲା ମୁଁ ସେଇ ସରଟାକୁ ନେଇ ନେଇଛି ଆଉ ତାକୁ ଭଲ ଭାବେ ମିକ୍ସ କରିନେଉଛି। ଯଦି ଆପଣମାନଙ୍କ ପାଖରେ ଫ୍ରେଶ୍ କ୍ରିମ୍ ଥିବ ତାକୁ ମଧ୍ୟ ପକାଇ ପାରିବେ, କିନ୍ତୁ ଏମିତିକା ସର ମଧ୍ୟ ପକାଇଲେ ବି ତରକାରୀ ଟେଷ୍ଟ ବହୁତ ବଢ଼ିଆ ଲାଗେ। ଏବେ ଦେଖନ୍ତୁ ଏଇଟାକୁ ମୁଁ ମିକ୍ସ କରିନେଇଛି। ଆଉ ଏପଟେ ମସଲା ମଧ୍ୟ ବହୁତ ବଢ଼ିଆ କଷି ହେଇଗଲାଣି। ତାପରେ ଯେଉଁ ପାଳଙ୍ଗଟାକୁ ମୁଁ ଗ୍ରାଇଣ୍ଡିଙ୍ଗ କରିକି ରଖିଥିଲି ତାକୁ ପକାଇ ନେଉଛି। ଆଉ ସେଥିରେ ଅଳ୍ପ ଟିକେ ପାଣି ଦେଇକି, ଯେଉଁ ପାଣିରେ ମୁଁ ପାଳଙ୍ଗଟାକୁ ସିଝେଇଥିଲି ସେଇ ପାଣିଟା ଗ୍ରାଇଣ୍ଡିଙ୍ଗ ଜାର୍ରେ ଦେଇକି ତାକୁ ଧୋଇକି ପକାଇ ନେଇଛି। ସବୁକୁ ଭଲ ଭାବେ ମିକ୍ସ କରିବା ଆଉ ତାକୁ କଭର୍ କରିକି ଆଉ 4ରୁ 5 ମିନିଟ୍ ମିଡ଼ିୟମ୍ ଫ୍ଲେମ୍ରେ କୁକ୍ କରିବା। ଏବେ ଦେଖନ୍ତୁ ପାଳଙ୍ଗଟା ବହୁତ ବଢ଼ିଆ ହେଇଗଲାଣି। ସେଥିରେ ମୁଁ ଯେଉଁ ପନିର ପିସେସ୍କୁ କାଟିକି ପକାଇ ନେଇଛି, ଏମିତିକା ମୁଁ ପନିରକି ଫ୍ରାଏ କରିନି, ଏମିତିକା ହିଁ ପିସେସ୍ରେ ପକାଇଛି। ଆପଣମାନେ ଫ୍ରାଏ କରିକି ପକାଇ ପାରନ୍ତି। ତା ସହିତ ଯେଉଁ କ୍ଷୀର ସରଟା ରଖିଥିଲି ତାକୁ ପକାଇ ନେଇଛି ଆଉ ଗୋଟେ ବଡ଼ ଚାମଚ ବଟର ପକାଇ ନେଇଛି। ତ ବଟର ଆଉ କ୍ଷୀର ସରଟା ପକାଇବା ଦ୍ୱାରା ପାଲକ ପନିରର ଟେଷ୍ଟ ବହୁତ ବଢ଼ି ଯାଇଥାଏ, ବହୁତ ବଢ଼ିଆ ଗୋଟେ ଫ୍ଲେଭର୍ ଆସିଥାଏ। ତ ନିଶ୍ଚୟ ପକାଇବେ, ତାକୁ ସ୍କିପ୍ କରିବେନି। ତାପରେ ସବୁକୁ ଭଲ ଭାବେ ମିକ୍ସ କରିବା ଆଉ ତାକୁ କଭର୍ କରିକି ଆଉ 3ରୁ 4 ମିନିଟ୍ ପର୍ଯ୍ୟନ୍ତ लो ମିଡ଼ିୟମ୍ ଫ୍ଲେମ୍ରେ କୁକ୍ କରିବା। ଏବେ ଦେଖନ୍ତୁ ପାଲକ ପନିରଟା ବହୁତ ବଢ଼ିଆ ହେଇଗଲାଣି। ଆଉ ଟିକେ ପାଲକ ପନିରକୁ ଫ୍ଲେଭରଫୁଲ୍ କରିବା ପାଇଁ ଏଥିରେ ଗୋଟେ ବହୁତ ବଢ଼ିଆ ଛୁଙ୍କ ଦେବା। ତା ପାଇଁ ମୁଁ ତଡ଼କା ପ୍ୟାନ୍ ବସାଇ ନେଇଛି, ସେଥିରେ 2 ଛୋଟ ଚାମଚ ଦେଶୀ ଘିଅ ପକାଇ ନେଉଛି। ଆପଣମାନେ ତଡ଼କାଟାକୁ ଘିଅରେ ହିଁ ବନେଇବେ। ତାପରେ 3ଟା ଶୁଖିଲା ଲଙ୍କା ଆଉ କିଛିଟା ରସୁଣକୁ ଚପ୍ କରିକି ରଖିଥିଲି ତାକୁ ପକାଇ ନେଉଛି। ଏବେ ଦେଖନ୍ତୁ ରସୁଣ ବହୁତ ବଢ଼ିଆ ଫ୍ରାଏ ହେଇଗଲାଣି। ତାପରେ ସେଥିରେ ହାଫ୍ ଛୋଟ ଚାମଚ ଲଙ୍କାଗୁଣ୍ଡ ପକାଇ ନେଇଛି। ଲଙ୍କାଗୁଣ୍ଡ ପୁରାପୁରି ଅପସନାଲ୍, ଜଷ୍ଟ କଲର୍ ପାଇଁ ମୁଁ ପକାଇ ନେଇଛି। ତାପରେ ତା ଉପରେ ଛୁଙ୍କଟାକୁ ପକାଇ ନେବା।
एबे देखंतु आमर रेस्टोरेंट स्टाइल टेस्टी पालक पनीर बनिके रेडी हो जाइए। तो आपण मैंने निश्चय थर यही प्रोसेस रे बनइबे देखिए आपण मानकू एटा बहुत बढ़िया लगिबो। जदि आज रेसिपीटी आपण मानकू टिके भी भल लागिथिबो लाइक करंतु शेयर करंतु। जदि यूट्यूब रे देखुचंती चैनल को सब्सक्राइब करंतु। आ जदि फेसबुक पेज रे देखुचंती बा इंस्टाग्राम रे देखुचंती तो पेज को फॉलो निश्चय करंतु। थैंक यू। जय जगन्नाथ एंड बाय।